ପିଲାମାନେ ଆଜି ଆମେ ଆମ ନବମ କ୍ଲାସ ତୃତୀୟ ଚାପ୍ଟର ଏସିପିର ପରମାଣୁ ଓ ଅଣୁର ଅଭ୍ୟାସ ପ୍ରଶ୍ନପତ୍ର କରିବା। ତାହେଲେ 1 ନମ୍ବର ପିଲାମାନେ ମୁଁ ଦେଇଛି ରାସାୟନିକ ସଂଯୋଗର ଦୁଇଟି ନିୟମ ଲେଖ ଏବଂ ବୁଝାଅ। ପିଲାମାନେ ରାସାୟନିକ ସଂଯୋଗର ଦୁଇଟି ନିୟମ ହେଉଛି ବସ୍ତୁତ୍ୱ ସଂରକ୍ଷଣ ନିୟମ ଗୋଟେ, ଆଉ ଗୋଟେ ହେଉଛି ସ୍ଥିରାନୁପାତ ନିୟମ। ବୁଝିଲା? ଦୁଇଟି ନିୟମ, ଗୋଟେ ହେଲା ବସ୍ତୁତ୍ୱ ସଂରକ୍ଷଣ ନିୟମ, ଆଉ ଗୋଟେ ହେଲା ସ୍ଥିରାନୁପାତ ନିୟମ। ତାହେଲେ ପ୍ରଥମେ ଆମେ ଦେଖିବା ବସ୍ତୁତ୍ୱ ସଂରକ୍ଷଣ ନିୟମ। ପିଲାମାନେ ରାସାୟନିକ ପ୍ରତିକ୍ରିୟାରେ ବସ୍ତୁତ୍ୱର ସୃଷ୍ଟି ନାହିଁ କିମ୍ବା ବିନାଶ ନାହିଁ। ଯେତେବେଳେ ଏକ ରାସାୟନିକ ପରିବର୍ତ୍ତନ ବା ରାସାୟନିକ ପ୍ରତିକ୍ରିୟା ଘଟେ ସେତେବେଳେ ବସ୍ତୁତ୍ୱର ପରିବର୍ତ୍ତନ ଘଟିନଥାଏ। ଅର୍ଥାତ୍ ପରିବର୍ତ୍ତନର ପୂର୍ବ ବସ୍ତୁତ୍ୱ ଓ ପର ବସ୍ତୁତ୍ୱ ସମାନ ରହିଥାଏ। ଉଦାହରଣ, ଯେମିତି 2 ଗ୍ରାମ ଉଦ୍ଜାନ 71 ଗ୍ରାମ କ୍ଲୋରିନ୍ ସହ ରାସାୟନିକ ପ୍ରତିକ୍ରିୟା କଲେ 73 ଗ୍ରାମ ହାଇଡ୍ରୋଜେନ କ୍ଲୋରାଇଡ୍ ଉତ୍ପନ୍ନ ହୁଏ। ମାନେ ହାଇଡ୍ରୋଜେନ ଆଉ କ୍ଲୋରିନ୍ ସହିତ ରିଆକ୍ସନ କଲେ ଆମର HCl ତିଆରି ହେବ। ନେକ୍ସଟ ହେଉଛି ଆମର ସ୍ଥିରାନୁପାତ ନିୟମ। ରାସାୟନିକ ଯୌଗିକରେ ମୌଳିକ ଗୁଡ଼ିକ ସର୍ବଦା ଏକ ନିର୍ଦ୍ଦିଷ୍ଟ ବସ୍ତୁତ୍ୱ ଅନୁପାତରେ ରହିଥାଏ। କୌଣସି ଏକ ଯୌଗିକ ପଦାର୍ଥ ଯେପରି ପ୍ରସ୍ତୁତ ହେଉନା କାହିଁକି କିମ୍ବା ଯେକୌଣସି ଉତ୍ସରୁ ମିଳିଥାଉ ସେଥିରେ ସମାନ ମୌଳିକ ଗୁଡ଼ିକ ସର୍ବଦା ଏକ ନିର୍ଦ୍ଦିଷ୍ଟ ବସ୍ତୁତ୍ୱ ଅନୁପାତରେ ସଂଯୁକ୍ତ ହେବା ଦ୍ୱାରା ତାହା ସୃଷ୍ଟି ହୋଇଥାଏ। ଉଦାହରଣ, ପିଲାମାନେ ଜଳକୁ ଆମେ ଯେକୌଣସି ଉତ୍ସରୁ ସଂଗ୍ରହ କଲେ ମଧ୍ୟ ଜଳରେ ସର୍ବଦା ହାଇଡ୍ରୋଜେନ ଓ ଅକ୍ସିଜେନର ପରମାଣୁ 1:8 ବସ୍ତୁତ୍ୱ ଅନୁପାତରେ ସଂଯୁକ୍ତ ହୋଇଥାଏ। 2 ଗ୍ରାମ ଜଳକୁ ବିଘଟନ କଲେ ସର୍ବଦା 1 ଗ୍ରାମ ହାଇଡ୍ରୋଜେନ ଏବଂ 5 ଗ୍ରାମ ଅକ୍ସିଜେନ ମିଳିଥାଏ। ବୁଝିଲା? ସେମିତି କାର୍ବନ ଓ ଅକ୍ସିଜେନର ଅନୁପାତ ମଧ୍ୟ 3:8 ହୋଇଥାଏ। 2 ନମ୍ବର ପ୍ରଶ୍ନ, ଡାଲ୍ଟନଙ୍କ ପରମାଣୁ ତତ୍ତ୍ୱର ଶିକାର ଗୁଡ଼ିକ ଲେଖ। ପିଲାମାନେ ବୈଜ୍ଞାନିକ ଜନ୍ ଡାଲ୍ଟନ 1808 ମସିହାରେ ପଦାର୍ଥର ଗଠନ ସମ୍ପର୍କରେ ଏକ ନୂତନ ଉପସ୍ଥାପନ କରିଥିଲେ। ଏହାକୁ ଆମେ ଡାଲ୍ଟନଙ୍କ ପରମାଣୁ ତତ୍ତ୍ୱ କହିବା। ତାହେଲେ ସେ କ'ଣ କହିଥିଲେ? ପଦାର୍ଥ ଅନେକ ଗୁଡ଼ିଏ ଅତି କ୍ଷୁଦ୍ର କଣିକା ଦ୍ୱାରା ଗଠିତ। ସେହି କଣିକାକୁ ଆମେ ପରମାଣୁ କହିବା। ପରମାଣୁ ଗୁଡ଼ିକ ଅବିଭାଜ୍ୟ କଣିକା। ରାସାୟନିକ ପ୍ରତିକ୍ରିୟାରେ ଏହାକୁ ସୃଷ୍ଟି କରିପାରିବା ନାହିଁ କି ଏହାର ବିନାଶ କରିପାରିବା ନାହିଁ। କୌଣସି ଏକ ମୌଳିକର ପରମାଣୁ ଗୁଡ଼ିକର ବସ୍ତୁତ୍ୱ ଓ ରାସାୟନିକ ଧର୍ମ ସମାନ। ବିଭିନ୍ନ ମୌଳିକର ପରମାଣୁ ଗୁଡ଼ିକର ବସ୍ତୁତ୍ୱ ଓ ରାସାୟନିକ ଧର୍ମ ଭିନ୍ନ ହୋଇଥାଏ। ଛୋଟ ପୂର୍ଣ୍ଣ ସଂଖ୍ୟା ଅନୁପାତରେ ବିଭିନ୍ନ ମୌଳିକର ପରମାଣୁ ଗୁଡ଼ିକ ସଂଯୁକ୍ତ ହୋଇ ଯୌଗିକ ସୃଷ୍ଟି ହୋଇଥାଏ। ନେକ୍ସଟ 3 ନମ୍ବର ପ୍ରଶ୍ନ, ଗୋଟିଏ ଉଦାହରଣ ସହ ପାରମାଣବିକ ବସ୍ତୁତ୍ୱ କ'ଣ ବୁଝାଅ। ପିଲାମାନେ ପାରମାଣବିକ ବସ୍ତୁତ୍ୱ ଏକକରେ ମୌଳିକର ପରମାଣୁ, ହାରାହାରି ବସ୍ତୁତ୍ୱ ହେଉଛି ପାରମାଣବିକ ବସ୍ତୁତ୍ୱ। କ'ଣ ସେଇଟା ପିଲାମାନେ? ଉଦାହରଣ ଗୋଟେ ନେବା ଆମେ। ପିଲାମାନେ ପ୍ରକୃତିରେ ଉପଲବ୍ଧ ଅକ୍ସିଜେନର ଆଇସୋଟୋପ ହେଉଛି 160, 170 ଏବଂ 180। ସେଗୁଡ଼ିକ ପାରମାଣବିକ ବସ୍ତୁତ୍ୱ ଯଥାକ୍ରମେ 15, 16 ଏବଂ 17 ହୋଇଥାଏ। ଏହି ଆଇସୋଟୋପ ଗୁଡ଼ିକ ଆପେକ୍ଷିକ ପରିମାଣ ଅନେଶ୍ୱତ 0.037 ଏବଂ 0.200% ହେଇଥାଏ। ତେଣୁ ଯଦି ଆମେ ଅମ୍ଳଜାନର ପାରମାଣବିକ ବସ୍ତୁତ୍ୱ କାଲକୁଲେଟ୍ କରିବା ଆମର 16 ୟୁନିଟ୍ ବାହାରିବ। 4 ନମ୍ବର ପ୍ରଶ୍ନ କ'ଣ? ଆଣବିକ ବସ୍ତୁତ୍ୱ କ'ଣ? ଏକ ଯୌଗିକର ଆଣବିକ ବସ୍ତୁତ୍ୱ କିପରି ନିର୍ଣ୍ଣୟ କରାଯାଇପାରିବ ଉଦାହରଣ ଦେଇ ଲେଖ। ପିଲାମାନେ ଆଣବିକ ବସ୍ତୁତ୍ୱ ହେଉଛି ଗୋଟିଏ ଅଣୁରେ ଥିବା ସମସ୍ତ ପରମାଣୁର ପାରମାଣବିକ ବସ୍ତୁତ୍ୱର ଯୋଗଫଳ। ଆଣବିକ ବସ୍ତୁତ୍ୱ ଏକ ଆନୁପାତିକ ସଂଖ୍ୟା ଏବଂ ଏହାର ଏକକ ହେଉଛି ୟୁ। ଉଦାହରଣ ଗୋଟେ ନେବା, କାର୍ବନ ଡାଇଅକ୍ସାଇଡରେ ଆମେ ଆଣବିକ ବସ୍ତୁତ୍ୱ ନିର୍ଣ୍ଣୟ କରିବା। ପିଲାମାନେ କାର୍ବନ ଆମେ ଜାଣିଛେ 12 ଆଉ ଅକ୍ସିଜେନ ଜାଣିଛେ 16। ତାହେଲେ କାର୍ବନ ଡାଇଅକ୍ସାଇଡ CO2, ଗୋଟେ କାର୍ବନରେ 2ଟା ଅକ୍ସିଜେନ, ତାହେଲେ ଗୋଟେରେ ଆମେ 12 ଗୁଣିବା 2 16, ତାହେଲେ ଆମର 44 ୟୁ ବାହାରିବ ପାରମାଣବିକ ବସ୍ତୁତ୍ୱ କାର୍ବନ ଡାଇଅକ୍ସାଇଡର। ସେମିତି 5 ନମ୍ବର ପ୍ରଶ୍ନ ଦେଖିବା, ପଲି ଆଟମିକ ଆୟନ କ'ଣ? 4ଟି ପଲି ଆଟମିକ ଆୟନର ଉଦାହରଣ ଦିଅ। ପିଲାମାନେ ଗୋଟିଏ ଚାର୍ଜଯୁକ୍ତ ପରମାଣୁରେ ଆୟନ ଗଠିତ ହୋଇପାରେ କିମ୍ବା ଏକାଧିକ ପରମାଣୁ ଏକତ୍ର ହୋଇ ଯୁକ୍ତ ବା ବିଯୁକ୍ତ ଚାର୍ଜ ବହନ କରିପାରେ। ଏକାଧିକ ପରମାଣୁ ଏକତ୍ର ହୋଇ ଚାର୍ଜ ବହନ କରିଥିଲେ ସେଗୁଡ଼ିକୁ ଆମେ ପଲି ଆଟମିକ ଆୟନ କହିବା। ଯେମିତି 4ଟି ଏକ୍ସାମ୍ପଲ ପିଲାମାନେ ଦେଖ, NH4+, OH-, NO3-, CO3
2 माइनस बहुत गुड़िए चार्ज बहन करिछि तेणु एमानकु आमे पॉली एटॉमिक आयन कहिबा। 6 नंबर प्रश्न पिला माने निम्नलिखित मौलिक गुड़िकर आमे प्रतीक लिखिबा। पिला माने बेरियम होची Ba, बेरिलियम Be, कैडमियम Ct, क्रोमियम Cr, गोल्ड Au। 7 नंबर सेमिति निम्नलिखित मौलिक गुड़िकर नाम लिखिबा आमे। Al हेला हमर एल्युमिनियम, He हीलियम, Co कोबाल्ट, Mn मैंगानीज, Hg मर्क्यूरी बा पारद, B हेला बोरोन, P हेला फास्फोरस, S हेला सल्फर, C हेला कार्बन, F हेला फ्लोरीन। 8 नंबर प्रश्न रासायनिक संकेत लिखिबार प्रणाली बुझाओ। पिला माने रासायनिक संकेत लिखिबा पई आमे आगो किछिटा स्टेप अवलंबन करिबा। देखो पिला माने प्रथमे कौन सी यौगिकर अणुर आणविक बा रासायनिक संकेत लिखा प्रथमे एथिरे थिया मौलिक गुड़िकर प्रतीक को पाखापाखि लिखा जाए। धातु एवं अधातु गठित यौगिक पई धातुर नाम कि प्रतीक प्रथमे लिखा जाए। जमी मैग्नेशियम ऑक्साइड MgO, पोटासियम ब्रोमाइड पाखापाखि लिखा है KBr। मौलिक गुड़िकर योग्यता प्रतीकर ठीक तले लिखा जाए। नेक्स्ट तापर योग्यता संख्या दुईटर स्थान अदल बदल कर संकेत लिखा जाए। आयन योग्यता कि चार्ज समतुल्य हम। पॉली एटॉमिक आयन सृष्ट यौगिक आयन को बंधनी मध्य रखी अनुपात सूचाऊा संख्याटी लिखा जाए। यही संख्या जदि 1 होता है बंधनीर आवश्यकता नहीं, जमी HNO3 नाइट्रिक एसिड है। सोडियम क्लोराइड NaCl, मिथेन जमी लिखाई CH4। 9 नंबर प्रश्न निम्नलिखित यौगिक मानकर आम संकेत लिखा। सोडियम ब्रोमाइड NaBr, क्रोमाइड हेले Na कौन Cr है। सोडियम क्रोमाइड NaCr, सोडियम ब्रोमाइड NaBr। जिंक सल्फेट ZnSO4 है। एमोनियम क्लोराइड NH4Cl। बेरियम कार्बोनेट है BaCO3। एल्युमिनियम फॉस्फेट है AlPO4। 10 नंबर सेमिति 5टी अधातुर नाम लिखि से गुड़िकर परमाणुतक लेख। हीलियम He, ओजोन है O3 है परमाणुतक 3, हाइड्रोजन H2 परमाणु 2, सल्फर S8 है 8, पॉलीएटॉमिक फॉस्फोरस है P4 टेट्राएटॉमिक। 11 नंबर प्रश्न पिला माने आभोगाड्रो स्थिरांक कौन। पिला माने एक मोल कहले आम 6.022 × 10⁻23 की बुझाए। यही विराट संख्या को आभोगाड्रो स्थिरांक बोली कहा जाए है। यार प्रतीक को आम N0 लिखा। N0 है आभोगाड्रो। यह अणु परमाणु आयन बा कणिका संख्या गणनार गोटे एकक। 12 नंबर प्रश्न देइछि ग्राम आणविक वस्तुत्व कौन गोटे उदाहरण सह बुझा। पिला माने एक मोल पदार्थर वस्तुत्व को मोलार वस्तुत्व कहा जाए। परमाणुर मोलार वस्तुत्व को ग्राम पारमाणविक वस्तुत्व एवं अणुर मोलार वस्तु को ग्राम आणविक वस्तुत्व बोली कहा जाए। उदाहरण सेमिति हाइड्रोजन आणविक वस्तु 2U, एक मोल हाइड्रोजन आणविक वस्तु 2 ग्राम एवं हाइड्रोजन ग्राम आणविक वस्तु 2 ग्राम। सेपरी जलर आणविक वस्तु 18 यूनिट है। जलर ग्राम आणविक वस्तु 18 ग्राम। सेमती 18 ग्राम जल रे 1 मोल जल अणु जहाँकि 6.022 × 10⁻23 संख्यक जल अणु रही। विषयटी सरीगला।